ଜୟ ଜଗନ୍ନାଥ। ବିଟୁ ଭାଇ ଆସିଗଲା। କିଏ ସେ? ମନେ ରଖ, ଆଜି ଆଲୋଚନା କରିବା ଅନନ୍ତ ଯୁଗରେ ଅନନ୍ତ ମାଧବ। ଅନନ୍ତ ଯୁଗରେ ଅନନ୍ତ ମାଧବ। ଅନନ୍ତ ମାଧବ ଲୀଳା ହଉଛି ବଡ ବିଚିତ୍ର। ଆଜି କେତେ ଗୋଟେ ଗୁପ୍ତ କଥା ଆଜି ତମକୁ ଖୋଲିକି କହୁଛି। ଠାକୁର ଅଭିରାମ ପରମହଂସ ଯେତେବେଳେ ଆସିଲେ, ସେ ଆସିଲେ ଦୁର୍ଗା ମାଧବ ରୂପରେ। ବୁଝିଯାଉଛି? ଦୁର୍ଗା ମାଧବ ରୂପରେ କଣ ଆସିଲେ? ଠାକୁରଙ୍କ ଦେହରେ ମା ଦୁର୍ଗାଙ୍କ ଶକ୍ତି ରହିଲା ଏବଂ ମାଧବ ବୋଲେ କୃଷ୍ଣଙ୍କ ସତ୍ତାଟା ରହିଲା। ଶରୀର ଗୋଟିଏ, କିନ୍ତୁ ଦୁଇଟି ସତ୍ତା କଣ କଲେ? ଖେଳ କଲେ। ସିଏ କିଛି ଦିନ ଦୁର୍ଗା ମାଧବ ରୂପରେ ଖେଳିଲେ। 1963 ମସିହାରେ ଠାକୁର କଣ କଲେ? ଶୂନ୍ୟ ସମାଧି ହେଇଗଲେ, ମାନେ ସମାଧି ସରିଲା। କିଏ ସେ? ଅଭିରାମ ପରମହଂସ। ଠିକ 63 ମସିହାରେ ଆମେ ବି ଦେଖିଛୁ ଆଖିରେ, ଆମ ଘର ପାଖେ ବାଲଚନ୍ଦ୍ର ବନ୍ଧ ପଞ୍ଚୁପାଣ୍ଡବ ପାଖେ ପଲେଇ ନେଇ ନା, ପଲେଇ ଗାଁ, ସେଠି ହରିବାବା ଥିଲେ। ହରିବାବା ସେଠୁ କଣ କଲେ? ସିଏ ଦୁର୍ଗା ମାଧବ ରୂପରେ ଖେଳିଲେ, କିନ୍ତୁ ଅଭିରାମ ପରମହଂସଙ୍କ ଗୁରୁ ଯିଏ, ମାନେ ଦୀକ୍ଷା ଗୁରୁ, ତତ୍ଵ ଗୁରୁ କଥା କହୁନି, ପଲେଇ ହରିବାବାଙ୍କର ଦୀକ୍ଷା ଗୁରୁ ସିଏ। ଗୋଟିଏ ଗୁରୁକୂଳରେ ଦୁଇ ଜଣ ଯାକ ଥିଲେ। ହରିବାବା ସେଇଠୁ ଆମେ ଦେଖିଛୁ, ଗୋଟେ ବଇଁଶୀ ଫୁଙ୍କି ଦେବେ ଧରିକି, ଗୋରୁ ଦୌଡ଼ିକି ଆସିବେ। ଗାଈ ମାନେ ସବୁ ପଦାରେ ବୁଲୁଥିବେ, ବଇଁଶୀ ଯେତେବେଳେ ହରିବାବା ଫୁଙ୍କିବେ, ସେ ଗୋରୁ କଣ ହେବେ? ଦୌଡ଼ିକି ଆସିବେ। ମାନେ ଏତେ ତାଙ୍କର ଇଏ ଥିଲା। ସିଏ 1973 ପର୍ଯ୍ୟନ୍ତ ଖେଳିଲେ। 1973ରେ ହରିବାବା ଦେହ ଛାଡ଼ିଲେ। ବୁଝିହଉଛି ନା? ସେ ସୋଲଟା ପୁଣି କୋଉଠି 73ରୁ ଆସିଥିବ। ସେ ହେଇଯିବେ ଅନନ୍ତ ଦୁର୍ଗା ମାଧବ ବା ଦୁର୍ଗା ଅନନ୍ତ ମାଧବ। ଏଥର ଅଙ୍କ ଗଣନାଟା ଭଲ ଭାବେ ଜାଣିଥା। ଯାହାକୁ ମୋହକଳ୍ପରେ ଅଚ୍ୟୁତ ମଧ୍ୟ ଲେଖିଛନ୍ତି, ଗୁଣକୁ ଭେଦି ଭେଦ ଅଙ୍କେ ଜାଣ, ଏହି ଅଙ୍କେ ପ୍ରଭୁ ହେବେ ଜନ୍ମ। ଗୁଣକୁ ଭେଦି, ଗୁଣ ବୋଲନ୍ତି ତିନି, ତ୍ରିଗୁଣ, ତାକୁ ଭେଦିଦେଲେ କଣ ହବ? ଶ୍ରୀଗୁଣ ବା ନିର୍ଗୁଣ। ତିନିଟାକୁ ଗୁଣକୁ ଭେଦିଲେ ହବ ଗୋଟାଏ ଗୁଣ। ତାହେଲେ ଟୋଟାଲ କେତେ ହେଲା? 4 ଗୁଣ, 4 ଅଙ୍କ। ଗଜପତିଙ୍କର 4 ଅଙ୍କ। 70ରେ ହେଲେ ଯେତେବେଳେ ସେମିତି ମିଶେଇବନି, 74 ହେଇଯିବ। 70, 71, 72, 73। ଦିଟାକ ସିଆଡେ ହରିବାବା ଦେହ ଛାଡ଼ିଲେ 73, ଇଆଡୁ ହେଲା 73। ମିଶୁଛି ନା ମିଶୁନି? ତମେ ଏଇଠୁ ଯଦି ଅଙ୍କ ସବୁ ଧରି କାଟିବ, ଦେଖିବ ମହାପୁରୁଷଙ୍କ ହିସାବରେ 100କୁ 100% ମିଶି ଆସିବ। ବୁଝୁଛୁ ନା ଟୁଲୁ ଭାଇ? ସେ ଅଙ୍କ, ସେ ବ୍ୟକ୍ତି ଯେତେବେଳେ ଜନ୍ମ ହବ, ଦେବଧ୍ୱଜା ବି ପଡିଥିବ। 73 ମସିହାରେ ଦେବଧ୍ୱଜା ପଡିଥିଲା। ଠାକୁର ଅଭିରାମ ପରମହଂସ ଜନ୍ମ ହେଲା ବେଳେ ମଧ୍ୟ ଦେବଧ୍ୱଜା।
ବୁଝିପାରୁଛ ନା? ତେଣୁ ସେ କୋଉଠି ଜନ୍ମ ହେବେ ନା କିଙ୍କଟ ନଗରରେ। କିଙ୍କଟ ନଗର ବୋଲନ୍ତେ କିଳିକିଳା ନଗର। ପୁଣି ମହାପୁରୁଷ କହିଛନ୍ତି କିଙ୍କଟ ନଗର ବୋଲନ୍ତେ କୋଉଠି? ଗୋହିରାଟିକିଳା କିଙ୍କଟ ନଗର। ପୁରୀ କିଙ୍କଟ ନଗର ବୋଲନ୍ତେ ଅଷ୍ଟଗିରି ବେଢି ଜୈବିନ ସ୍ଥାନ। ଅଷ୍ଟଗିରି ଯେ ମନେ ରଖିଥା, ଭଲ କଥା, ଗୋଟାଏ ପାହାଡ ତା ଦେହରେ 5ଟା ଗିରି ଥିବ ହେଲା, ଆଉ 3ଟା ସେପାରେଟ ଥିବେ। ଯେମିତି ଆମର ଖଣ୍ଡଗିରି, ଉଦୟଗିରି, ଆଉ ଗୋଟେ ଗିରି ଭୁବନେଶ୍ୱରରେ ଅଛି, ସେ ଗିରିଟା କ୍ୟାମେରା ଆଗରେ କହିବୁ ନାହିଁ। ବୁଝି ହଉଛି ନା? ଆରେ ଆମର ଏପଟଟା ହେଲା ତପୋବନ, ସେଟା ହେଲା ଉଦୟଗିରି, ମଝିରେ ହେଲା ଖଣ୍ଡଗିରି, କୋଳଥିଆ ପଟଟା ସେ ଗୋଟେ ମୁଣ୍ଡିଆ ପାହାଡ ସେପଟେ ଅଛି, ସିଏ ମଧ୍ୟ ଗୋଟେ ଗିରି। ବୁଝି ହଉଛି? ତେଣୁ ଅଷ୍ଟଗିରି ବେଢି ଯୋଉଠି ଥିବ ସେଇଟା ମଧ୍ୟ ଗୋଟେ କିଙ୍କଟ। ଜାମଳା ନଦୀ ଗୋଟେ ନଈ ଓଡିଶାରେ ଲୁକାୟିତ ଅଛି, ଏଇ ଯାଜପୁର ପୁରୀ ଭିତରେ। ବିରଜା ମଣ୍ଡଳ ଭିତରେ ଏବେ ବିରଜା ମଣ୍ଡଳ ପୋତି ହେଇଗଲାଣି, ଗୋଟେ ଛୋଟ ନାଳ ପରି ଅଛି, ସେଟା ଜାମଳା ଧାରା ବୋଲି ତାକୁ କୁହନ୍ତି। ବୁଝିପାରୁଛ? ତେଣୁ ସେ ଯାହା ହଉ, ଅନନ୍ତ ଯୁଗ ଯେତେବେଳେ ଆସିବ, ଅନନ୍ତ ମାଧବଙ୍କ ଲୀଳା। ଅନନ୍ତ ଯୁଗ କେବେ ଆସିବ ଆଗରୁ ଆଲୋଚନା କରିଥିଲେ। 56ରେ ଢେଉ ପୁଣି ମାଡ଼ି ନ ଆସିବ, ବଡ ଦେଉଳରେ ପାଣି ପଶିନଥିବ। 56 ଘରେ ଠାକୁର ଆସିବ କୋଉଠି କି? ଛତିଆ। ରୁଷିଆ ନବ ବୋଲି ଗୋଟେ ଲେଖା ଅଛି। ରୁଷିଆ ତ ନୁହଁ, ଆସିବେ କଣ ଗୋରା ସୈନ୍ୟ ଆସିବେ, ଦେଖିଛନ୍ତି। ତଦଣ୍ଡେ ବ୍ରିଟିଶ ଆସିବେ। ବ୍ରିଟିଶ ବୋଲନ୍ତେ କଣ? ତ୍ରିଜଣ୍ଟାର ଅଂଶ, ତାଙ୍କୁ ଖ୍ରୀଷ୍ଟ ଧର୍ମ, ସେମାନେ ଆସିବେ। ଆମର ତ୍ରିଜଟା ଅଂଶ କହିଦଉଥିଲେ ଅମୁକ ଲୋକର ପୁଅ କି ଅମୁକ ଲୋକର ଝିଅ ହଉଛି ଦ୍ୟାଟ ଇଜ ରଙ୍ଗ। ବୁଝିହଉଛି? ସେ ଗୋଟେ ଧର୍ମକୁ ସମ୍ବୋଧନ ମହାପୁରୁଷ କରିଛନ୍ତି। ସେଟା ଖୋଲିକି ସେଟା ଆମେ କହିବା କଥା ନୁହେଁ, କାରଣ ଆମ ପାଖେ ସବୁ ଧର୍ମ ହଉଛି ସମକକ୍ଷ। ସିଏ ସେଠୁ କଣ ହେବେ? ସିଏ ଠାକୁରଙ୍କୁ ଖେଳେଇବେ। କାହିଁକି ନେବେ? ଇଏ ସବୁ କରି କରାଉ ଥାଏ ସେଇ, ତା ବିନୁ ଆଉ କେହି। ଏଇଟା ଭଲ କଥା ମନେ। ଯମ 7 ପୁଅ ନଉଛି, ତାକୁ ଗୋଟେ ହେଲେ ଦୋଷ ଲାଗୁଛି। କିଏ ଗାଡି ଧକ୍କାରେ ମଲା, କିଏ ବୟସରେ ମଲା, କିଏ ବ୍ରେନ ଷ୍ଟ୍ରୋକରେ ମଲା, ସବୁ ଏଇଥିରେ କହୁଛନ୍ତି। କିଏ କହୁଛି ଯମ ନେଇଗଲା। ହାଡି ବନ୍ଦାସକୁ ବର ଦେଇଛନ୍ତି, ମୁଁ ଯିବି ତୋ କ୍ଷେତ୍ରକୁ ଦିନେ, ଶ୍ରୀକ୍ଷେତ୍ର ହବ 7 ଦିନ। ତେଣୁ ଗୋଟେ ଭାୟା ମିଡିଆ ଦରକାର ନା ନାହିଁ? ତାକୁ ବି ବର ଦେଇଛନ୍ତି, ତୁ ନେଇକି ମତେ ଯିବୁ। ତେଣୁ ସବୁ ଯାକ ସେଇ ପ୍ରଭୁ କରୁଛନ୍ତି। ବୁଝିହଉଛି ନା? ଇଆଡେ ଲକ୍ଷ୍ମୀକି ବର ଦେଇଛନ୍ତି, ଇନ୍ଦ୍ରଦେବଙ୍କୁ ବର ଦେଇଛନ୍ତି, ଯେତେବେଳେ ଦେଉଳରେ ଅଛି ସେ ପର୍ଯ୍ୟନ୍ତ ମୁଁ ଛାଡିକି ଯିବି। ଯୁଆଡେ ଗଲେ ଫେରିବେ ସେଇଠିକି। ବିଚିତ୍ର ଲୀଳା ତାଙ୍କର। କୋଉଠି କଥାଟା ରଖିଲି। ସେଇଠୁ ଠାକୁର କଣ ହେବେ? ତେଣୁ କିଙ୍କଟ ନଗର ହଉଛି 3 ଜାଗା ବିଦ୍ୟମାନ। ବୁଝିଗଲା? ଗୋଟେ ଗୋହିରାଟିକିଳା କିଙ୍କଟ ନଗର, ଆଉ ଗୋଟେ ହଉଛି କିଙ୍କଟ ନଗର ବୋଲନ୍ତି କିଳିକିଳା ନଗର, ଆଉ ଗୋଟେ ଶବ୍ଦ ହଉଛି କଣ? ଅଷ୍ଟଗିରି ବେଢି ଜୈବିନ ସ୍ଥାନ। ମହାପୁରୁଷ ଗାଁ ନାଁଟା ବି ଲେଖିଛନ୍ତି, କ୍ୟାମେରା ଆଗରେ ଖୋଲିକି କହିହବ ନାହିଁ। ଲେଖିଛନ୍ତି, ସବୁ କୋଉଠି କଣ ଲୀଳା ହବ ସେ ଲେଖିଛନ୍ତି। ବୁଝିହଉଛି? ଆମେ ଦେଖୁଛୁ ସବୁ ବର୍ତ୍ତମାନ ପରିସ୍ଥିତି ନେଇକି ଆମେ ସବୁ ଅନୁଭବ କରୁ। ସାରୁ ଗଛ ମୂଳେ ବେଙ୍ଗ ଅଛି, ବର୍ଷା ହଉଛି, ତାପରେ ପଡୁନି। ସାରୁ ଗଛ ବେଙ୍ଗ ଭାବୁଛି ମୁଁ କଣ ଗୋଟେ ପର୍ବତ ତଳେ ରହିଯାଇଛି, କିନ୍ତୁ ସେ ଭାବି ପାରୁନି ଯେ ମୁଁ ସାରୁ ପତ୍ର ତଳେ ଅଛି। ବର୍ତ୍ତମାନ ସମୟଟା ହେଇଛି ସେଇଆ, ବଛା ବଛି ବେଳ, କେତେ ଆହୁରି ବାହାରିବେ, ଇଏ କିଛି ହେଇନାହାନ୍ତି। ଭଗବାନ ବୋଲି ମହି ପୁରିବେ, କିନ୍ତୁ କାହା ପାଖେ ଭକ୍ତି ଟିକେ
କୋଉ ହଉଛି କୃଷ୍ଣ ସଙ୍ଗେ ଭାବ କାହାର ନଥିବ, ନାମ ଗାଇବେ ଅନେକ। ମହାପୁରୁଷ ଲେଖିଛନ୍ତି। ତେଣୁ ସେ ଯାହା ହଉ, ଏପିସୋଡ ଅଧିକା ହେଇଯିବ ସମୟ। ଅନନ୍ତ ମାଧବ ଲୀଳା ଅନନ୍ତ ଯୁଗରେ ହବ। ଯେତେବେଳେ ଠାକୁର ଛତିଆ ଆସିବେ, ମହାକୈବଲ୍ୟ ହାଟ ବସିବ 56 ଅକ୍ଷର, ସେଇଠୁ ଅନନ୍ତ ଯୁଗ ଆରମ୍ଭ ହେବ ବୋଲି ଯାଇ ଫୁଲ ମାଳିକାରେ ମହାପୁରୁଷ ଲେଖିଛି। ଅନନ୍ତ ଯୁଗରେ ଠାକୁର କିଏ ହେବେ? ଅନନ୍ତ ମାଧବ। ଭଲ କଥା ମନେ ରଖିଛ। ସତ୍ୟ ଯୁଗରେ କଣ ହେଲେ? ଲକ୍ଷ୍ମୀ ନାରାୟଣ ପୂଜା ହେଲେ ନା। ତ୍ରେତୟା ଯୁଗରେ ସୀତାରାମ ପୂଜା ହେଲେ, ଠିକ ନା ଭୁଲ? ଦ୍ୱାପର ଯୁଗରେ ରାଧାକୃଷ୍ଣ ପୂଜା ହେଲେ। କଳିରେ କିଏ? କଳି ଯୁଗରେ କିଏ? ସରିଗଲା। ଥାଉ, ଏ କଥା ଥାଉ, ଆମର ସମୟ ବହୁତ ଆଖର। ତେଣୁ ଅନନ୍ତ ଯୁଗରେ କଣ? ଅନନ୍ତ ମାଧବ ଲୀଳା। ମହାପୁରୁଷ ଅଚିତ ବୁଝୁଛନ୍ତି। ଆରେ ବାୟା ସଂସାର ବାସୀ ନୀଳାଞ୍ଚଳେ ଲୀଳା ଦେଖି ଯା ଆସି। ଦିନେକ ଦେଖିଲେ ପାଶୋରି ନ ଯିବ, ମନ ବଳୁଥିବ ବେଶୀ କି ବେଶୀ। ହେ ଜଗତର ଜନମାନେ, ତମେ ତରିବାକୁ ହେଲେ ଥରେ ନୀଳାଞ୍ଚଳ ଯାଅ, ସେଇ ଜଗତର ନାଥ ଜଗନ୍ନାଥଙ୍କୁ ତମେ ଥରେ ଦର୍ଶନ କର। ରଥେ ତୁ ବାମନ ଦୃଷ୍ଟ ପୁନର୍ଜନ୍ମ ନ ବିଦ୍ୟତେ। ସେ ପ୍ରଭୁକୁ ତୁ ଯଦି ଥରେ ରଥରେ ଦେଖିଦେଲୁ, ସେ ବାମନ ରୂପରେ ରଥରେ ଦେଖା ଦିଅନ୍ତି, ପୁନର୍ଜନ୍ମ ନ ବିଦ୍ୟତେ, ଦ୍ୱିତୀୟ ଜନ୍ମ ନାହିଁ। ଥରେ ଯାଅ ନୀଳାଞ୍ଚଳ ବୁଲି ଆସ। ଯେଉଁ ନୀଳା ସତ୍ୟରେ ଥିଲା, ଅନନ୍ତ ତାହାକୁ ଦେଖିଲା। କୋଉ ଅନନ୍ତ? ମହାପ୍ରଭୁ କ୍ଷୀରାବ୍ଦି ସାଗରରେ ଅନନ୍ତ ଉପରେ ଶୟନ କରିଛନ୍ତି। ଏଠି ବାସୁକୀ ରୂପକ ଅନନ୍ତ ଉପରେ ଥିବା ସମୟରେ ଅନନ୍ତ ଦେଖିଲେ। ଏଠି ମହାଦେବ ଶିବ ଯାହାକୁ ଦେଖିଥିଲେ। ବୁଝିପାରୁଛ ନା? କ୍ଷୀରାବ୍ଦି ସାଗର ରୂପକ ଅନନ୍ତ ଉପରେ ଶୟନ କରିଥିବା ଅନନ୍ତ ଉପରେ ନାରାୟଣ ଶୋଇଛନ୍ତି। ମାନେ ଅନନ୍ତ ଉପରେ ଅନନ୍ତ ଶୋଇଛନ୍ତି। ଏଇ ସମୟରେ ଅନନ୍ତ ତାଙ୍କୁ ଦେଖୁଛନ୍ତି। କୋଉ ଅନନ୍ତ? ନା ଦେବଦେବ ମହାଦେବ। କାହିଁକି? ନା ମମତ ବେବ ମହାଦେବ ବ୍ରହ୍ମବତ ଗାତ୍ର ସମ୍ବଦ। ମୋର ଆତ୍ମା ହଉଛନ୍ତି କିଏ? ସେ ସ୍ୱୟଂ ଶିବ। ମୋ ଭାଇ ହଉଛନ୍ତି ଇନ୍ଦ୍ର। ବୁଝି ହଉଛି ନା? ଯେଉଁ ନୀଳା ସତ୍ୟରେ ଥିଲା, ଅନନ୍ତ ତାହାକୁ ଦେଖିଲା। କୋଉ ଅନନ୍ତ? ଦେବଦେବ ମହାଦେବ। ସେଇ ଅନନ୍ତକୁ ହକାଳିନ ପ୍ରଭୁ ଲୀଳା ବିହାରକୁ କଲେ ଉଦ୍ଦେଶ୍ୟ। ସେଇ ଅନନ୍ତକୁ ପ୍ରଭୁ ସ୍ମରଣ କରିକି ଲୀଳା ପାଇଁ ଉଦ୍ଦେଶ୍ୟ, ମାନେ କଣ ହେଲେ? ପରିପ୍ରକାଶ ହେବେ। ଅନନ୍ତ ଯେ ଯୁଗ ହୋଇବ, ମାଧବଙ୍କ ଶିରେ ଶୋଇବ। ଅନନ୍ତ ମାଧବ ଲୀଳା ଦେଖିବାକୁ ସିଦ୍ଧଗିରି ପୀଠେ ରହିଛି ବସି। ସିଦ୍ଧଗିରି ପୀଠରେ କିଏ ଅଛନ୍ତି? ହାଡିବନ୍ଧ ଦାସ। ତାହେଲେ ହାଡିବନ୍ଧ ଦାସ କିଏ? ସେ ଆଉ କହିବିନି। ସେ କଥାଟା କ୍ୟାମେରା ଆଗେ କହିବା କଥା। ସେଠି ସିଦ୍ଧଗିରି, ସେ ସିଦ୍ଧ ପୁରୁଷ ଅଛନ୍ତି। ଦିନେ ସେଠି ଅନନ୍ତଙ୍କ ଲୀଳା ହବ। ଅନନ୍ତ ଯେ ଯୁଗ ହୋଇବ, ମାଧବଙ୍କ ଶିରେ ଶୋଇବ। ମାଧବଙ୍କ ଶିରରେ କଣ ସାପ ଆସି ଶୋଇବ? ମାନେ ତାଙ୍କ ଦେହରେ ଖେଳିବ। ଯୋଉ କ୍ଷିତି ହାଡି ଦାସ ସିଏ ଲେଖିଛନ୍ତି, ଅନନ୍ତ ଅଙ୍ଗେ ବିହାର କରିବେ ଈଶ୍ୱର। କ୍ଷିତିବଂଶ ପୁରାଣରେ ତାଙ୍କର ଲେଖିଛନ୍ତି। ଅନନ୍ତଙ୍କ ଦେହରେ ଶିବ ବିହାର କରିବେ। ଏଇ କଥା ଏଠି ଠାକୁର ଲେଖିଲେ ଅଚ୍ୟୁତ ମହାପୁରୁଷ। ଅନନ୍ତ ଯେ ଯୁଗ ହୋଇବ, ମାଧବଙ୍କ ଶିରେ ଶୋଇବ। ମାନେ ଶିବ ତାଙ୍କ ଦେହରେ ବିହାର କରିବେ। ଅନନ୍ତ ମାଧବ ଲୀଳା ଦେଖିବାକୁ ସିଦ୍ଧଗିରି ପୀଠେ ରହିଛି। କିଏ ବସିଛି? ନା ଅନନ୍ତ ବସିଛି। ତାହେଲେ ସେ କୋଉ ଅନନ୍ତ? ଆଦି ଅନନ୍ତ, ନା ବ୍ରହ୍ମ ଅନନ୍ତ, ନା ସତ୍ୟ ଅନନ୍ତ, ନା ଶିଶୁ ଅନନ୍ତ, ନା ଶେଷନାଗ ଅନନ୍ତ? ସଂସାରରେ ହୋଇବ ସାର, ଦେଖି ସେଇ ଅନିତ୍ୟପୁର। ଅନିତ୍ୟପୁର କିଏ? ସେ ସିଦ୍ଧଗିରି ପାହାଡ।
ସିଦ୍ଧଗିରି ପାହାଡ଼ଟା ହଉଛି ଅନିତ୍ୟପୁର, ଯାହାକୁ କିଛି ନିତ୍ୟ ଧାମ, ଇଏ ହଉଛି ଅନିତ୍ୟ ଧାମ, ଯାହାର କିଛି କଳନା ନାହିଁ। କଟକ ଭୂଖଣ୍ଡେ କେରୁଆଳ ଖଣ୍ଡ ଧରିଛି ଅଚ୍ୟୁତ ହୋଇ ନିବାସୀ। କଟକ ଭୂଖଣ୍ଡେ କହିଲେ ସେଠି ପଞ୍ଚକଟକ ବିଦ୍ୟମାନ ହେଇଛି। ଇନ୍ଦ୍ରପ୍ରସ୍ଥ, ବାରଣପ୍ରସ୍ଥ, ଯମପ୍ରସ୍ଥ, ବୁଝଉଛି, ଏମିତି ପଞ୍ଚକଟକ ସେଠି ବିଦ୍ୟମାନ ହେଇଛି। କଟକ ଭୂଖଣ୍ଡେ କେରୁଆଳ ଖଣ୍ଡ, ସେ କେରୁଆଳ ଖଣ୍ଡ ସେ ହଉଛି ମୂଳ ଖଣ୍ଡ। ଧରିଛି ଅଚ୍ୟୁତ ହୋଇ ନିବାସୀ, ଅଚ୍ୟୁତ ସେଇଠିକି ଆଶ୍ରା କରିଛି। ଦିନେ ମନେ ରଖିଥା ସିଦ୍ଧ, ଏଠି ମହାପୁରୁଷଙ୍କ ଭାଷାରେ ସିଦ୍ଧଗିରି ଶିଖରରେ ଅଚ୍ୟୁତଙ୍କର କିଛି ଲୀଳା ଖେଳା ହବ। କେତେ ଅଙ୍କରେ ହବ ପୂର୍ବ ଏପିସୋଡରେ ଆଲୋଚନା କରିବା। ଜୟ ଜଗନ୍ନାଥ। ଓମ ସଦିଚ୍ଛା ପୂର୍ଣ୍ଣ ହଉ, ବୋଲାନନ୍ଦେ ବ୍ୟବହାର।